ଠିକ୍ରେ ଶୁଣିପାରୁଛି ହେଲେ କଥା କହିପାରୁନି। ଖିଲି ଖିଲି ହସୁଛି ହେଲେ ସେ ହସର ମାନେ ସେ ଜାଣିପାରୁନି। କିନ୍ତୁ ଶିକୁଳି ଭିତରେ କଟୁଥିଲା ଏଇ ନିରୀହ ଶିଶୁର ଜୀବନ। ଟିକେ ଭଲ ଭାବେ ଦେଖିଲେ ଏଇ ନିରୀହ ଚେହେରାକୁ ନା ଇଏ କିଛି ବୁଝିପାରୁଛି ନା କିଛି ଜାଣିପାରୁଛି। ହେଲେ ଏଇ ନିରୀହ ଆଖିରେ ଅନେକ ଦୁଃଖ ଆଉ ଯନ୍ତ୍ରଣା ଗୁଡ଼ା ଲୁଚି ରହିଛି। ଇଏ ହେଉଛି ସେଇ ଝିଅ ଯାହାର ନାଁ ଅଛି ବାପା, ନାଁ ଅଛି ମା। କିନ୍ତୁ ଏମିତି ଦୁଃଖ ଆଉ ଯନ୍ତ୍ରଣାର କାରଣ ଆଉ କେହି ନୁହେଁ ଆଜ୍ଞା, ଏଇ କୁନି ଝିଅର ଭାଇ ଆଉ ଭାଉଜ। ଠିକ୍ ଶୁଣିଛନ୍ତି ଆଜ୍ଞା, ଏଇ ଝିଅର ଭାଇ ହିଁ ଏଇ ଝିଅକୁ ଅନେକ ଦିନ ଧରି ତାଲା ପକାଇ ଏଇ ଘର ଭିତରେ ରଖିଥିଲା। କେତେବେଳେ ଗାଁ ଲୋକେ ତ କେତେବେଳେ ଅଙ୍ଗନବାଡ଼ି ଦିଦି କ'ଣ ଦୁଇଟା ଦେଲେ ଖାଉଥିଲା, ନହେଲେ ସେ ଉପାସରେ ଶୋଇପଡ଼ୁଥିଲା। କିନ୍ତୁ ସେଦିନ ଆମ A1 ଉଦଳା ପ୍ରତିନିଧି ଯଶବନ୍ତ ପରିଡ଼ା ଯେତେବେଳେ ଏ ଖବର ପାଇଲେ ତୁରନ୍ତ ପହଞ୍ଚି ଯାଇଥିଲେ ଏଇ ଗାଁରେ। ଆଉ ଖବର ପ୍ରସାରଣ କରି ଏ ନିରୀହ ଛୁଆର କଷ୍ଟ ଯନ୍ତ୍ରଣାକୁ ଲୋକଲୋଚନକୁ ଆଣିଥିଲେ। ଆଉ ଆମ ଚ୍ୟାନେଲରେ ଖବର ପ୍ରସାରଣ ହେବାର 24 ଘଣ୍ଟା ନ ପୂର୍ବରୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପହଞ୍ଚି ଏହି ନିରୀହ କୁନି ଝିଅକୁ ଉଦ୍ଧାର କରି ସୁଧାର ଗୃହକୁ ପଠାଇ ଦେଇଥିଲେ। ଏହି ଘଟଣା ଯେତିକି ହୃଦୟ ବିଦାରକ ସେତିକି ଅପରାଧିକ ଆଜ୍ଞା। ପାରିପାର୍ଶ୍ୱିକ ପରିସ୍ଥିତିକୁ ଦେଖିଲେ ଲାଗୁଥିଲା ଏ ଝିଅର ଭାଇ ଭାଉଜ ଏ ନିରୀହ ଝିଅର ଜୀବନ ନେବାକୁ ଚେଷ୍ଟା କରୁଥିଲେ। ହେଲେ କ'ଣ ପାଇଁ? ସେ ଭଉଣୀଟା କ'ଣ ଦିବ୍ୟାଙ୍ଗ ବୋଲି ସେଇ ଭାଇ ତାକୁ ବୋଝ ବୋଲି ଭାବୁଥିଲା? ଠିକ୍ ଭାବିଛନ୍ତି ଆଜ୍ଞା, ଭାଇ ପାଇଁ ଏଇ ଭଉଣୀଟା ସାଜି ଯାଇଥିଲା ବୋଝ। ଆଉ ସେଇ ବୋଝକୁ ସବୁଦିନ ପାଇଁ ରାସ୍ତାରୁ ହଟେଇବାକୁ କରିଥିଲା ଯୋଜନା। ହେଲେ ବେଶୀ ଦିନ ସେଇ ଭାଇର ଚାଲ ଲୁଚି ରହିପାରିନଥିଲା। ଖବର ବାଜିବା ପରେ ତତ୍ପର ହୋଇ ଉଠିଥିଲେ ପୋଲିସ ଆଉ ପ୍ରଶାସନ। ତୁରନ୍ତ ପହଞ୍ଚି ଏହି ଝିଅକୁ ଉଦ୍ଧାର କରିଥିଲେ। ହଁ ଆଜ୍ଞା, ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବାଲିଛତ୍ରା ଅଞ୍ଚଳର ଏହି ଝିଅକୁ 2 ମାସରୁ ଉର୍ଦ୍ଧ୍ୱ ହେବ ଏହି ଘର ଭିତରେ ତାଲା ଦେଇ ଭାଇ ଭାଉଜ କୁଆଡ଼େ ଫେରାର ହୋଇଯାଇଛନ୍ତି। ଆମ ପ୍ରତିନିଧି ଯଶବନ୍ତ ପରିଡ଼ା ଖବର ପାଇ ଉକ୍ତ ସ୍ଥାନରେ ପହଞ୍ଚି ଗ୍ରାଉଣ୍ଡ ଜିରୋରୁ ଖବର ପ୍ରସାରଣ କରିଥିଲେ। ଆଉ ଖବର ପ୍ରସାରଣ ହେବାର 24 ଘଣ୍ଟା ଭିତରେ ଝିଅକୁ ଉଦ୍ଧାର ସିନା କରିଥିଲେ, ହେଲେ ଏମିତି ନୃଶଂସ କାମ କରିଥିବା ଭାଇ ଭାଉଜଙ୍କୁ ପୋଲିସ କେବେ ଦଣ୍ଡ ଦେବ ତାହା ତ କେବଳ ସମୟ କହିବ। ହେଲେ ଏବେ ଝିଅକୁ ଉଦ୍ଧାର କରି ସୁଧାର ଗୃହକୁ ପଠାଇ ଦେଇଥିବା କଥା କହିଛନ୍ତି ଉଦଳା ଥାନା ଅଧିକାରୀ। ମୟୂରଭଞ୍ଜରୁ ଯଶବନ୍ତ ପରିଡ଼ାଙ୍କ ରିପୋର୍ଟ, A1 ଓଡ଼ିଆ।